ସବୁଦିନ ପନିପରିବାରେ ସେଇ ତରକାରୀ ଭଜା ଖାଇ ଖାଇ ଭଲ ଲାଗୁନଥିଲେ କିମ୍ବା ଘରେ କିଛି ପରିବା ନଥିଲେ ବା ଭେଜ୍ ଦିନମାନଙ୍କରେ କିଛି ନୂଆ ବନେଇବା ପାଇଁ ଚାହୁଁଥିଲେ, ବେସନ ପିଆଜକୁ ନେଇ ଏମିତି ଭୁଜି ବନାନ୍ତୁ, ଦେଖିବା ଠାରୁ ଖାଇଲା ପର୍ଯ୍ୟନ୍ତ ଅଣ୍ଡା ଭୁଜିଠାରୁ କମ୍ ଲାଗିବନି। ସେ ରୁଟିରେ ହେଉ କି ଭାତରେ ହେଉ ସବୁଥିରେ ଖାଇବେ, ବହୁତ ବଢ଼ିଆ ଲାଗିବ। ତେଣୁକରି ଭିଡ଼ିଓଟିକି ସମ୍ପୂର୍ଣ୍ଣ ଦେଖନ୍ତୁ। ଭଲ ଲାଗିଲେ ଲାଇକ୍ କରିବେ, ସେୟାର କରିବେ ଓ ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ୍ କରିବା ପାଇଁ ବିଲକୁଲ ଭୁଲିବେନି। ନମସ୍କାର, ମାମା କିଚେନ ଓଡ଼ିଆକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ଏଇ ଭୁଜି ପାଇଁ ପ୍ରଥମେ ଆମକୁ ବେସନ ଦରକାର। ଏଠି ମୁଁ 100 ଗ୍ରାମ ବେସନ ନେଇଛି। ତା ସହିତ 3ଟି ମିଡ଼ିୟମ ସାଇଜର ପିଆଜକୁ ମୁଁ କାଟିକି ପାଖୁଡ଼ା ବନେଇ ନେଇଯାଇଛି। ଏଇ ରେସିପି ପାଇଁ ବେସନ ଆମକୁ ଯେତିକି ଦରକାର, ପିଆଜ ଆମକୁ ସେତିକି ଦରକାର। ଏଠି ମୁଁ 100 ଗ୍ରାମ ବେସନ ନେଇଥିଲି, ତ ସେଥିପାଇଁ ଏଠି ମୁଁ 100 ଗ୍ରାମ ପିଆଜ ନେଇଥିଲି। ଏପଟେ ଆମେ ଗୋଟେ ବଡ଼ ବାଉଲ ନେଇଯିବା। ସେଥିରେ ଆମେ ଦେଇଦେବା ବେସନ, ପିଆଜ, ସ୍ୱାଦ ଅନୁସାରେ ଲୁଣ, ଗୋଟେ ବଡ଼ ଚାମଚ, ଅଧା ଚାମଚ ହଳଦୀ ଗୁଣ୍ଡ। ଆପଣମାନେ ତ ବିଭିନ୍ନ ପ୍ରକାରର ଭୁଜି ବନେଇଥିବେ, କିନ୍ତୁ ଏମିତି ବେସନ ଭୁଜି କେବେ ବନେଇଛନ୍ତି? ଅଧା ଚାମଚ ଲଙ୍କା ଗୁଣ୍ଡ, ଗୋଟେ ଚାମଚ ଧନିଆ ଗୁଣ୍ଡ। ଯଦି କେବେ ବନେଇ ନାହାନ୍ତି ତାହେଲେ ନିଶ୍ଚୟ ଥରେ ବନାନ୍ତୁ। ଅଳ୍ପ କିଛି ପାଣି ଦେଇ ୟାକୁ ଆମେ ଭଲ ଭାବରେ ଗୋଳେଇ ନେଇଯିବା, ଯେମିତି ଆପଣମାନଙ୍କୁ ସୁବିଧା ହେବ। ଚାମଚରେ ଆପଣମାନେ ଗୋଳେଇ ପାରିବେ, ହାତରେ ମଧ୍ୟ ଗୋଳେଇ ପାରିବେ। ଯେଉଁମାନେ ଏମିତି ଭୁଜି ବନେଇଛନ୍ତି ତାହେଲେ ଛୋଟିଆ କମେଣ୍ଟ କରିବେ। ଯେଉଁମାନେ ବନେଇ ନାହାନ୍ତି ନିଶ୍ଚୟ ଥରେ ବନେଇବେ। ଏପଟେ ଗୋଟେ କଡ଼େଇ ମୁଁ ବସେଇ ନେଇ ଯାଇଥିଲି। କଡ଼େଇ ଆମର ଗରମ ହେଇଗଲାଣି। ସେଥିରେ ଆମେ ଦେଇଦେବା ଅଧା ଚାମଚ ସୋରିଷ ତେଲ। ତେଲକୁ ଟିକେ ଖଡ଼ିକାରେ ଆମେ ଚାରିପାଖ ଯାକ କଡ଼େଇରେ ଲଗେଇଦେବା। ଆମେ ଏଇ ବେସନ ପିଆଜର ଘୋଳକୁ ଦେଇଦେବା। ଗ୍ୟାସର ଫ୍ଲେମ୍କୁ ଲୋ ଟୁ ମିଡ଼ିୟମ୍ ରଖିବା 2 ରୁ 3 ମିନିଟ୍। ତାପରେ ଆମେ ଏଇଭଳି ଭାବରେ ଲେଉଟେଇକି ଟିକେ ପ୍ରେସ୍ କରିକି ଏଇ ଭୁଜିକି ଆମେ ଭାଙ୍ଗି ନେଇଯିବା। ଏଇଭଳି ଭାବରେ ଲେଉଟେଇକି ଆମେ ଏଇ ବେସନ ପିଆଜକୁ ଭାଜି ନେଇଯିବା। ବେସନ ଆମର ଖଣ୍ଡ ଖଣ୍ଡ ହେଇ ଭାଙ୍ଗିଯିବ, ତା ସହିତ ପିଆଜ ଆମର ଭଲ ଭାବରେ ସିଝିଯିବ। ଏଥିରେ ଆମେ ଅଧିକ ତେଲ ଦେବାନି କି ଗ୍ୟାସର ଫ୍ଲେମ୍କୁ ହାଇ ମିଡ଼ିୟମ୍ ରଖିବାନି। ଏଇଭଳି ଭାବରେ ଗ୍ୟାସର ଫ୍ଲେମ୍କୁ ଲୋ ଟୁ ମିଡ଼ିୟମ୍ ରଖି 3 ରୁ 4 ମିନିଟ୍ ଭାଜି ନେଇଯିବା। ଏବେ ଆମର ବେସନ ପିଆଜ ଭଲ ଭାବରେ ଭାଜି ହେଇଗଲାଣି। ଗୋଟିଏ ପ୍ଲେଟ୍କୁ ଆମେ ବାହାର କରି ନେଇଯିବା। ଏମିତି ବି ଭୁଜିକି ଆପଣମାନେ ଖାଇପାରିବେ, ଖାଇବା ପାଇଁ ଭଲ ଲାଗିବ। ଯଦି ଆପଣମାନଙ୍କୁ ଅଧିକ ତେଲ ମସଲା ପସନ୍ଦ ନୁହଁ ତାହେଲେ ଏମିତି ନର୍ମାଲ ଭୁଜି ଆପଣମାନେ ଖାଇପାରିବେ। କିନ୍ତୁ ଏଇ ଭୁଜିକି ଆଉ ଟିକେ ଟେଷ୍ଟି ବନେଇବା ପାଇଁ ଆମେ ନେଇଯିବା 2 ବଡ଼ ଚାମଚ ତେଲ। ତେଲ ଗରମ ହେଇଗଲା ପରେ ଆମେ ଦେଇଦେବା ଅଧା ଚାମଚ ସୋରିଷ, ଅଧା ଚାମଚ ଜିରା ସୋରିଷକୁ ଆମେ କିଛି ସମୟ ଫୁଟିବା ପାଇଁ ଦେବା। ତାପରେ ଆମେ ଗୋଟିଏ ବଡ଼ ସାଇଜର ପିଆଜକୁ କାଟିକି ଦେଇଦେବା। ସେଥିରେ ଆମେ ଦେଇଦେବା ଅଳ୍ପ କିଛି ଭୃଷଙ୍ଗ ପତ୍ର। ଏଇ ପିଆଜ ଭୃଷଙ୍ଗ ପତ୍ରକୁ ଆମେ କିଛି ସମୟ ଭାଜି ନେଇଯିବା। ପିଆଜରୁ ଆମର କଞ୍ଚା ବାସ୍ନା ପଳେଇଯିବ, ତ ସେ ପର୍ଯ୍ୟନ୍ତ ଆମେ ଭାଜିବା। ପିଆଜକୁ ଆମେ ଲାଲ କରିକି ଭାଜିବାନି। ଲାଲ କରିକି ଭାଜିଲେ ଏଇ ଭୁଜି ଖାଇବା ପାଇଁ ଭଲ ଲାଗିବନି। ଏଇଠି ଏବେ ଆମର ପିଆଜ ହେଇଗଲାଣି। ଆମେ ଗୋଟିଏ ବଡ଼ ସାଇଜର ଟମାଟୋକୁ କାଟିକି ଦେଇଦେବା। କିଛି ସମୟ ଏଇ ପିଆଜ ସହିତ ଆମେ ଭାଜି ନେଇଯିବା। ଟମାଟୋ ଆମର ସଫ୍ଟ ହେଇଯିବ, ତା ସହିତ ପିଆଜ ଆମର ଆଉ ଟିକେ ଭାଜି ହେଇଯିବ। ସେଥିରେ ଆମେ ଦେଇଦେବା ଗୋଟେ ଚାମଚ ଅଦା ରସୁଣ ଛେଚା। ଅଦା ରସୁଣ ଛେଚା ଜାଗାରେ ଆପଣମାନେ ଅଦା ରସୁଣ ପେଷ୍ଟ ମଧ୍ୟ ଦେଇପାରିବେ। ୟାକୁ ଆମେ ଆଉ କିଛି ସମୟ ଭଲ ଭାବରେ ମସଲା ସହିତ ମିଶାଇକି କଷି ନେଇଯିବା। ସେଥିରେ ଆମେ ଦେଇଦେବା ସ୍ୱାଦ ଅନୁସାରେ ଲୁଣ ଗୋଟେ ଚାମଚ, ଅଧା ଚାମଚ ହଳଦୀ ଗୁଣ୍ଡ, ଅଧା ଚାମଚ ଧନିଆ ଗୁଣ୍ଡ, ଅଧା ଚାମଚ ଗରମ ମସଲା, ଅଧା ଚାମଚ ଲଙ୍କା ଗୁଣ୍ଡ, ଗୋଟେ ବଡ଼ ଚାମଚ କସ୍ତୁରୀ ମେଥି। କସ୍ତୁରୀ ମେଥି ଦେଲେ ବାସ୍ନା ବହୁତ ବଢ଼ିଆ ଆସିବ ଆମର ଏଇ ଭୁଜିରେ। ତାପରେ ଆମେ କ'ଣ କରିବା ନା ଗ୍ୟାସର ଫ୍ଲେମ୍କୁ ଲୋ ମିଡ଼ିୟମ୍ ରଖି ଏଇସବୁ ଗୁଣ୍ଡ ମସଲାକୁ ଆମେ କିଛି ସମୟ କଷି ନେଇଯିବା। କାହିଁକି ନା ଗୁଣ୍ଡ ମସଲା ଆମର ପୋଡ଼ିବନି, ଗୁଣ୍ଡ ମସଲା ଆମର ଜଲ୍ଦି
भाजी हो से आमे देदबा अल्प किछि पानी। यही सब मसला को आमे आउ किछि समय कषि नहीं जिबा। मसलारू आमर तेल अलग हो एठी एबे आमर मसलाटी भल भाव में हेई आसलानी। सेथिरे आमे देदबा भाजिकी रखिथिबा बेसन आउ पियाज को। एठी एबे आमे गैस रो फ्लेम को मीडियम रखिबा। यही सब मसला मसली सहित मिसेकी ये भुजी के आमे लेउटेकी गोले नहीं जिबा। सब मसला मसली सहित ये बेसन पियाज रो भुजी आमर मिसी जिवो। एठी आपण माने देखि पारुथुबे ये बेसन भुजी आमर केते झुरा झुरा बनिछि। सेथिरे आमे देइदबा आधा चामच गरम मसला अल्प किछि कटा धनिया पत्र भल भाव में आमे टिके लेउटेकी गोले नहीं जिबा। गरम मसला धनिया पत्र सहित ये बेसन पियाज रो भुजी आमर मिसी जिवो। बास्ना बहुत बढ़िया आसीबो। आमे गरम मसला को अल्प किछि देइकी मसला रे कषि थिले पछरे आउ टिके गरम मसला देदेले भुजीर बास्ना बहुत बढ़िया आसीबो। गैस रो फ्लेम के आमे ऑफ कर नहीं जिबा। एठी एबे आमर रेडी गरमा गरम सुपर हेल्दी बेसन पियाज रो भुजी जहाँकि देखिबा ठारू खाइबा पर्यंत अंडा भुजी ठारू मध्य अधिक टेस्टी लागिबो। मु एई बेसन पियाज रो भुजी की केमिति कोन बनेइली आपण मान तो वीडियो टिके फास्ट टू लास्ट जाए देखिले ताहेले एमिति उपाय रे बेसन पियाज रो भुजी टिए बनांतु। केमिति लागिला आपणको अनुभूति मो सहित शेयर करंतु। ताहेले आजि पई रहिबी पुणी आसीबी आउ एक नुआ रेसिपी नहीं से पर्यंत रहिबी। नमस्कार, जय जगन्नाथ।